ଆପଣ ମାନେ ଜାଣିଛନ୍ତି ୟୁଟ୍ୟୁବ ରେ କେତେ ସବସ୍କ୍ରାଇबर ହେଲେ କଣ ମିଳିଥାଏ? ତ ଅନେକ ଲୋକ ଭାବନ୍ତି 1000 ସବସ୍କ୍ରାଇबर କମ୍ପ୍ଲିଟ୍ ହେଇଗଲେ ୟୁଟ୍ୟୁବ ଆମକୁ ଟଙ୍କା ଦେଇଥାଏ। ଆହୁରି ଅନେକ ଲୋକ ଭାବନ୍ତି ୟୁଟ୍ୟୁବରେ 1 ଲକ୍ଷ ସବସ୍କ୍ରାଇबर କମ୍ପ୍ଲିଟ୍ ହେଇଗଲେ ଗୋଲ୍ଡ ପ୍ଲେ ବଟନ୍ ମିଳିଥାଏ। କିନ୍ତୁ ସତ କଥା ହେଲା ଆମର ୟୁଟ୍ୟୁବରେ ଯଦି ସବୁ ନୂଆ କ୍ରିଏଟର ଥାନ୍ତି ଏ ବିଷୟରେ ଭୁଲ ଜାଣିଥାନ୍ତି। ତ ଆମେ ଆଜିର ଏଇ ଭିଡିଓରେ ଜାଣିବା 0 ସବସ୍କ୍ରାଇबर ଠାରୁ ଆରମ୍ଭ କରି 100 ମିଲିୟନ ସବସ୍କ୍ରାଇବରର ୟୁଟ୍ୟୁବ କ୍ରିଏଟର ମାନଙ୍କୁ କଣ ମିଳିଥାଏ। ଆଉ ହଁ, ଭିଡିଓର ଶେଷରେ ମୁଁ ଗୋଟେ ୟୁଟ୍ୟୁବର ଏମିତି ରେୟାର ଆୱାର୍ଡ ବିଷୟରେ କହିବି ଯୋଉଟା କି ଆମର ପୃଥିବୀର ବହୁତ କମ୍ ଲୋକଙ୍କୁ ମିଳିଥାଏ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏଇ ଭିଡିଓଟିକୁ ଷ୍ଟାର୍ଟ କରିବା। ତ ନମସ୍କାର ସାଙ୍ଗମାନେ, ମୁଁ ଲକ୍ଷ୍ମୀ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡିଓରେ। ତ ଚାଲ ଏବେ ଆମେ ପ୍ରଥମେ କଥା ହେବା ଯେ ଆମର 0 ସବସ୍କ୍ରାଇବର ଥିଲେ ଆମକୁ କଣ ମିଳେ। ତ ଯେତେବେଳେ ଆମର 0 ସବସ୍କ୍ରାଇବର ଥାନ୍ତି ସେତେବେଳେ ବାସ୍ ଆମ ପାଖରେ ଗୋଟେ ଚ୍ୟାନେଲ ଥାଏ। ସେତେବେଳେ ଆମେ ନୂଆ ଭିଡିଓ ଅପଲୋଡ କରିବା ଷ୍ଟାର୍ଟ କରିଥାଉ। ଆଉ ଆମେ ସେତେବେଳେ ଟାଇଟେଲ ଲେଖୁ, ଥମ୍ବନେଲ ବନେଇବା ଶିଖୁଥାଉ। ତ ସେତେବେଳେ ଆମ ପାଖରେ କଣ ଥାଏ? ସେତେବେଳେ ଆମ ପାଖରେ ମେନସନ ବାଲା ଅପସନ ଥାଏ। ମେନସନ ବାଲା ଅପସନ କହିଲେ କଣ? ତ ତମେ ଗୋଟେ ଭିଡିଓ ଅପଲୋଡ କଲ, ତାପରେ ତୁମେ ଟାଇଟେଲରେ ଯଦି ସେ ମାନେ ଯାହାକୁ ତୁମେ ମେନସନ କରିବା ପାଇଁ ଚାହୁଁଛ, ସପୋଜ ତୁମେ ଗୋଟେ ବଡ଼ ଆମର ୟୁଟ୍ୟୁବରକୁ ମେନସନ କରିବା ପାଇଁ ଚାହୁଁଛ, ତ ଦେଇକି ତାଙ୍କର ୟୁଟ୍ୟୁବର ମାନେ ୟୁଜର ନେମ୍ଟା ତୁମେ ସେଠି ଲେଖିଦେଲେ ସେଇ ଭିଡ଼ିଓଟା ମାନେ ଯେଉଁ ଭିଡ଼ିଓଟା ତୁମେ ତାଙ୍କୁ ମେନସନ କରିଛ, ଯେଉଁ ଭିଡ଼ିଓଟା ତୁମ ଭିଡ଼ିଓଟା ସେଇ ଭିଡ଼ିଓର ନୋଟିଫିକେସନ ସେଇ ମାନେ ବଡ଼ ୟୁଟ୍ୟୁବର ମାନଙ୍କ ପାଖକୁ ବି ଯିବ। ବୁଝିପାରୁଛ? ତ 0 ସବସ୍କ୍ରାଇବରରେ ଆମ ପାଖରେ ଆମର ମେନସନ ବାଲା ଅପସନ ଥାଏ, ଯୋଉଟାକି ଯାହାଦ୍ୱାରା କି ତୁମେ ବଡ଼ ଆମର ୟୁଟ୍ୟୁବର ମାନଙ୍କୁ ବି ମେନସନ କରିପାରିବ। ଆଉ ସେଇ ମେନସନ ବାଲା ତୁମେ ଯେଉଁ ମେନସନ କରିଛ ଭିଡ଼ିଓଟା ଅପଲୋଡ କରିସାରିଲା ପରେ ତୁମ ଭିଡ଼ିଓ ଅପଲୋଡର ନୋଟିଫିକେସନ ବି ତାଙ୍କ ପାଖକୁ ଯିବ। ଆଉ ସେମାନେ ଚାହିଁଲେ ସେ ଭିଡ଼ିଓଟା ବି ଦେଖିପାରିବେ। ତ ବୁଝିପାରିଲ, 0 ସବସ୍କ୍ରାଇବରରେ ଆମକୁ ମେନସନ ବାଲା ଅପସନ ମିଳେ। ତ ଏଇଟା ଥିଲା ଆମର 0 ସବସ୍କ୍ରାଇବର। ତାପରେ ଧୀରେ ତୁମର 50 ସବସ୍କ୍ରାଇବର ହେଇଗଲେ, ତ 50 ସବସ୍କ୍ରାଇବରରେ ଆମକୁ ଲାଇଭ ଷ୍ଟ୍ରିମିଂ ବାଲା ଅପସନ ମିଳିଥାଏ, ଯାହାଦ୍ୱାରା କି ତୁମେ ଲାଇଭ୍ ଆସିକି ତୁମର ୱାଚ୍ ଟାଇମ୍ ବି ବଢ଼େଇ ପାରିବ। ତ ଯେତେବେଳେ ତୁମର 50 ସବସ୍କ୍ରାଇବର ହେଇଯାଉଛନ୍ତି ତୁମକୁ ଲାଇଭ ଷ୍ଟ୍ରିମିଂ ବାଲା ଅପସନ ମିଳେ। ତ ଆରାମସେ ତୁମେ ଆମର ୟୁଟ୍ୟୁବରେ ଲାଇଭ୍ ଆସିପାରିବ। ତ ଏଇଟା ଥିଲା ଆମର 50 ସବସ୍କ୍ରାଇବର। ତାପରେ ଆମେ ଧୀରେ ଯେତେବେଳେ ଆମେ 500 ସବସ୍କ୍ରାଇବର ଆମର ହେଇଯାଉଛି, ତ 500 ସବସ୍କ୍ରାଇବର କହିଲେ ଆମର ଚ୍ୟାନେଲଟା ଅଧା ମନିଟାଇଜ ହେଇଯାଇଛି କହିଲେ ଚଳେ। ଚାଲ ମୁଁ କହୁଛି କେମିତି। ତ ଖାଲି 500 ସବସ୍କ୍ରାଇବର ହେଇଗଲେ ଚଳିବନି, ଆମର କିଛି ଏଲିଜିବିଲିଟି ଅଛି, ଯୋଉଟାକି ମୁଁ ଆପଣମାନଙ୍କୁ ସ୍କ୍ରିନରେ ଦେଖାଉଛି, ଆପଣମାନେ ଦେଖିପାରୁଥିବେ। ତ ଏଠି ଆପଣଙ୍କୁ ଆମର ଯେଉଁ 500 ସବସ୍କ୍ରାଇବର ସହିତ ଏଠି ଆମର 3000 ୱାଚ୍ ଆୱାର କମ୍ପ୍ଲିଟ୍ କରିବାର ଅଛି, ନହେଲେ ଆପଣଙ୍କୁ ଆମର 3 ମିଲିୟନ ଆମର ଭ୍ୟୁଜ୍ କମ୍ପ୍ଲିଟ୍ କରିବାର ଅଛି, ଯାହାଫଳରେ ଆପଣମାନେ ଆପଣଙ୍କର ଚ୍ୟାନେଲ ଅଧା ମନିଟାଇଜ କରିପାରିବେ। ଆଉ ସେଥିରେ ଆପଣଙ୍କୁ କେମିତି ପଇସା ମିଳିବ ଚାଲନ୍ତୁ ମୁଁ କହୁଛି। ତ ଉପରେ ଯେଉଁ ଆମର ମେମ୍ବରସିପ୍ ଅପସନ୍ ଅଛି, ତ ମେମ୍ବରସିପ୍ ଯଦି ଆପଣଙ୍କ ସହିତ କିଏ ମେମ୍ବରସିପ୍ କରିବ ତାହେଲେ ଆପଣଙ୍କୁ ପଇସା ମିଳିବ। ଏଠି ଲୋକମାନେ ତୁମକୁ ଗିଫ୍ଟ ପଠେଇଲେ ଆପଣଙ୍କୁ ପଇସା ମିଳିବ। ତ ଏମିତି ଆପଣମାନେ ଆମର 500 ସବସ୍କ୍ରାଇବରରେ ମଧ୍ୟ ପଇସା କମେଇ ପାରିବେ। ତ ତାପରେ ଆମର ତାପରେ ଆମେ ଯିବା ଆମର 1000 ସବସ୍କ୍ରାଇବର ଆଡ଼କୁ। ତ 1000 ସବସ୍କ୍ରାଇବର କହିଲେ ଫୁଲି ମନିଟାଇଜ ନା ଫୁଲି ମନିଟାଇଜ ହେବା ପାଇଁ ଆମକୁ କିଛି ଏଲିଜିବିଲିଟି ଦରକାର, ଯୋଉଟାକି ଆମର 4000 ୱାଚ୍ ଆୱାର, ନହେଲେ ଆମର 10 ମିଲିୟନ ଭ୍ୟୁଜ୍, ସେଟା ପୁଣି ଆମର 90 ଦିନରେ। ତ ଏତିକି ଯଦି ଆମେ ଆମର କମ୍ପ୍ଲିଟ୍ କରିଦେଉଛେ ତାହେଲେ ଆମ ଚ୍ୟାନେଲ ମନିଟାଇଜ ହେଇଯିବ, ଆଉ ଆମେ ବି ଆମର ୟୁଟ୍ୟୁବରୁ ପଇସା ଇନକମ୍ କରିପାରିବା। ତାପରେ ଆମର ସେଇଟା କମ୍ପ୍ଲିଟ୍ ହେଇଗଲା ପରେ ଆମ ଭିଡ଼ିଓରେ ଆଡ୍ସ ଆସିବ, ଯାହାଦ୍ୱାରା ଆମେ ପଇସା ଇନକମ୍ କରିପାରିବା। ତ ଏଇଟା ଥିଲା ଆମର 1000 ସବସ୍କ୍ରାଇବର। ତ ଚାଲ ଏବେ ଆମେ କଥା ହେବା, ଯଦି ଆମ ଚ୍ୟାନେଲରେ 10,000 ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଉଛନ୍ତି ତାହେଲେ ଆମକୁ କ'ଣ ମିଳିବ। ତ ଯେତେବେଳେ ଆମ ଚ୍ୟାନେଲରେ 10,000 ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଉଛନ୍ତି, ତାହେଲେ ଆଗରୁ ୟୁଟ୍ୟୁବ ଆମକୁ ଗୋଟେ ଷ୍ଟୋରି ବାଲା ଅପସନ୍ ଦେଉଥିଲା, ଯେମିତିକି ଆମର ଇନଷ୍ଟାଗ୍ରାମରେ ଆମର ଷ୍ଟୋରି ବାଲା ଗୋଟେ ଅପସନ୍ ଅଛି। ତ ସେମିତି ଆମର ୟୁଟ୍ୟୁବରେ ବି ଗୋଟେ ଷ୍ଟୋରି ବାଲା ଅପସନ୍ ଆସୁଥିଲା, ଯୋଉଠିକି ତୁମେ ତୁମର ଭିଡ଼ିଓ ଲଗାଇ ପାରିବ ଆଉ ସମସ୍ତେ ଆସିକି ତୁମ ଷ୍ଟୋରି ଦେଖିବେ। କିନ୍ତୁ ଏବେ ସେଇଟା ୟୁଟ୍ୟୁବ ହଟେଇ ଦେଇଛି। ତ 10,000 ସବସ୍କ୍ରାଇବର କମ୍ପ୍ଲିଟ୍ ହେଲେ ବି ଆମକୁ କିଛି ମିଳିବ ନାହିଁ। ତ ଚାଲ ଏବେ ଆମେ ଯିବା ଆମର 1 ଲକ୍ଷ ସବସ୍କ୍ରାଇବର ବା ଆମର 100K ସବସ୍କ୍ରାଇବର କମ୍ପ୍ଲିଟ୍ ହେଲେ ଆମକୁ କ'ଣ ମିଳିଥାଏ। ତ ଧ୍ୟାନ ଦେଇକି ଶୁଣ, ଯେତେବେଳେ ଆମର 100K ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଉଛନ୍ତି, ଆମ ନାଁ ସାଇଡ଼୍ରେ ମାନେ ଆମ ୟୁଜର ନେମ୍ ସାଇଡ଼୍ରେ ଆମର ସେଇ ଟିକ୍ ବାଲା ଚିହ୍ନଟା ବସିଯାଏ। ଦେଖିଥିବ ତ ନିହାତି, ଯେତେ ଆମର ବଡ଼ କ୍ରିଏଟର ମାନଙ୍କର ମାନେ ନାଁ ସାଇଡ଼୍ରେ ଗୋଟେ ଟିକ୍ ମାନେ ଲାଗିଥାଏ, ହ୍ୱାଇଟ୍ କଲରର ବ୍ଲୁ କଲରର ଲାଗିଥାଏ। ତ ସେଇଟା ଆପଣଙ୍କ ନାଁ ସାଇଡ଼୍ରେ ଲାଗିବ। ଆଉ ଗୋଟେ କଥା, ୟୁଟ୍ୟୁବ ସେତେବେଳେ ତୁମକୁ ରିୱାର୍ଡ଼ ଦେବ, ଯୋଉଟାକି ହେଲା ପରେ ସିଲଭର ପ୍ଲେ ବଟନ୍। ତ ସେ ଟିକ୍ଟା ଲାଗିବା ସହିତ ତୁମକୁ ୟୁଟ୍ୟୁବର ରିୱାର୍ଡ଼ ମିଳିବ, ଯୋଉଟାକି ହେଉଛି ସିଲଭର ପ୍ଲେ ବଟନ୍। ତ ଚାଲ ଏବେ ଆମେ ଜାଣିବା ଆମର ୟୁଟ୍ୟୁବରେ 10 ଲକ୍ଷ ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଗଲେ ବା ଆମର 1 ମିଲିୟନ ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଗଲେ ୟୁଟ୍ୟୁବ ଆମକୁ କ'ଣ ଦେଇଥାଏ। ତ ଯେତେବେଳେ ଆମ ୟୁଟ୍ୟୁବରେ 10 ଲକ୍ଷ ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାନ୍ତି, ୟୁଟ୍ୟୁବ ଆମକୁ ଗୋଲ୍ଡେନ୍ ପ୍ଲେ ବଟନ୍ ଦେଇଥାଏ। ତ
ଏଇଟା ଆମର ୟୁଟ୍ୟୁବ ତରଫରୁ ଆମକୁ ଗୋଲ୍ଡେନ୍ ପ୍ଲେ ବଟନ୍ ରିୱାର୍ଡ଼ ମିଳିଥାଏ। ତାପରେ ଆମେ ଦେଖିବା ଯେତେବେଳେ ଆମ ୟୁଟ୍ୟୁବରେ ଆମର 10 ମିଲିୟନ ପାଖାପାଖି 1 କୋଟି ଯେତେବେଳେ ଆମର 1 କୋଟି ସବସ୍କ୍ରାଇବର ଆମ ୟୁଟ୍ୟୁବରେ କମ୍ପ୍ଲିଟ୍ ହେଇଯାଆନ୍ତି, ୟୁଟ୍ୟୁବ ଆମକୁ କ'ଣ ଦେଇଥାଏ? ତ ଯେତେବେଳେ ଆମ ୟୁଟ୍ୟୁବରେ ମାନେ 10 ମିଲିୟନ ଆମର ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଆନ୍ତି, ୟୁଟ୍ୟୁବ ଆମକୁ ଡାଇମଣ୍ଡ ପ୍ଲେ ବଟନ୍ ଦେଇଥାଏ। ତ ଏଇଟା ଥିଲା ଆମର 10 କୋଟି। ତାପରେ ଆମେ କଥା ହେବା ତ ଚାଲ ଏବେ ଆମେ କଥା ହେବା ଆମର 100 ମିଲିୟନ ବା ଆମର 100 ମିଲିୟନ ସବସ୍କ୍ରାଇବର ଥିବା ୟୁଟ୍ୟୁବର ମାନଙ୍କୁ ଆମର ୟୁଟ୍ୟୁବ କ'ଣ ଦିଏ? 100 ମିଲିୟନ କହିଲେ ପାଖାପାଖି 10 କୋଟି ଥିବା ସବସ୍କ୍ରାଇବର ମାନେ ୟୁଟ୍ୟୁବର ମାନଙ୍କୁ ଆମର ୟୁଟ୍ୟୁବ କ'ଣ ଦିଏ? ତ ସେମାନଙ୍କୁ ଆମର ୟୁଟ୍ୟୁବ ଗୋଟେ ରେଡ୍ ପ୍ଲେ ବଟନ୍ ଦିଏ, ଯୋଉଟାକି ବହୁତ ରେୟାର ଆମର ୟୁଟ୍ୟୁବରଙ୍କ ପାଖରେ ଅଛି। ତ ସେମାନଙ୍କ ଭିତରୁ ଆମର ଜଣେ ମିଷ୍ଟର ବିଷ୍ଟ, ଆଉ ଗୋଟେ ଆମର ଚ୍ୟାନେଲ ଅଛି ସନି ଟିଭି, ଆଉ ଗୋଟେ ଅଛି ଆମର ଟି ସିରିଜ। ତ ଏମାନଙ୍କ ପାଖରେ ଆମର ରେଡ୍ ପ୍ଲେ ବଟନ୍ ଅଛି। ତାପରେ ମୁଁ ଏଠି ଆମର ଆଉ କିଛି ଚ୍ୟାନେଲର ମାନେ ସ୍କ୍ରିନଶଟ୍ ଦେଇଦେଇଛି, ଆପଣମାନେ ଦେଖିପାରିବେ ଯାହା ପାଖରେ ଆମର ରେଡ୍ ପ୍ଲେ ବଟନ୍ ଅଛି। ତ ଆଜିର ଭିଡ଼ିଓରେ ବାସ୍ ମୋର ଏତିକି ହିଁ କହିବାର ଥିଲା। ଆଶା କରୁଛି ଆପଣମାନେ ସବୁକିଛି ବୁଝିପାରିଥିବେ ଯେ ଆମର କେତେ ସବସ୍କ୍ରାଇବର ହେଲେ ଆମକୁ କ'ଣ କ'ଣ ମିଳେ। ତାପରେ ବି ଯଦି ଆପଣଙ୍କ ମନରେ କିଛି ବି ଡାଉଟ୍ ଅଛି ଆପଣମାନେ ଏଇ ଭିଡ଼ିଓର କମେଣ୍ଟରେ ପଚାରି ପାରିବେ। ଆଉ ଆମର ଚ୍ୟାନେଲରେ ନୂଆ ଥିଲେ ନିହାତି ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି, କାହିଁକିନା ଏମିତି ୟୁଟ୍ୟୁବ ରିଲେଟେଡ୍ ବହୁତ ଇମ୍ପୋର୍ଟାଣ୍ଟ ବାଲା ଭିଡ଼ିଓ ମୁଁ ମୋ ଚ୍ୟାନେଲରେ ଆଣେ। ଆଉ ନେକ୍ସଟ ଭିଡ଼ିଓ ଆମର କେଉଁ ଟପିକ୍ରେ ଦରକାର ସେଟା ବି ନିହାତି କମେଣ୍ଟରେ ଜଣାଇବେ। ତ ଆଜି ପାଇଁ ଏତିକି, ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ, ଜୟ ମାତାରାଣୀ।